ପିଲାମାନେ ଆମେ ସମସ୍ତେ ଘରେ ରହିଥାଉ। ସେହିପରି କେତେକ ପ୍ରାଣୀଙ୍କ ପାଇଁକା ମଧ୍ୟ ଆମେ ଘର ତିଆରି କରିଥାଉ। ସାଧାରଣତଃ ଗୃହପାଳିତ ପ୍ରାଣୀଙ୍କ ପାଇଁକା ଆମେ ଘର ତିଆରି କରିଥାଉ। ତେବେ ଆସ ଜାଣିବା କେଉଁ ପ୍ରାଣୀଙ୍କ ପାଇଁକା କେଉଁ ଘର ତିଆରି ହୋଇଥାଏ ଏବଂ ସେଗୁଡ଼ିକର ନାମ କ'ଣ। ଗାଈ ଏବଂ ମହିଷ ରହିବା ପାଇଁକା ଆମେ ଯେଉଁ ଘର ତିଆରି କରୁ ତାକୁ ଗୁହାଳ କୁହାଯାଏ। ଛେଳି ଏବଂ ମେଣ୍ଢା ରହିଥିବା ଘରକୁ ମଧ୍ୟ ଗୁହାଳ କୁହାଯାଏ। କୁକୁରମାନେ ରହୁଥିବା ଘରକୁ କୁକୁରଶାଳା କୁହାଯାଏ। ଘୋଡ଼ାମାନେ ରହୁଥିବା ଘରକୁ ଘୋଡ଼ାଶାଳା କୁହାଯାଏ। କୁକୁଡ଼ାମାନେ ରହିବା ପାଇଁକା ଯେଉଁ ତାର ଘେରା ଘର ହୋଇଥାଏ ତାକୁ କୁକୁଡ଼ା ଭାଡ଼ି କୁହାଯାଏ। ପୋଷା ପକ୍ଷୀମାନେ ଯେପରି ଶୁଆ, ଶାରୀ ଏବଂ ଆହୁରି ଅନେକ ପକ୍ଷୀମାନେ ରହିବା ପାଇଁକା ଯେଉଁ ଘର ତିଆରି ହୋଇଥାଏ ତାକୁ ପଞ୍ଜୁରୀ କୁହାଯାଏ। ଧନ୍ୟବାଦ।